ଗ୍ରୀଷ୍ମର ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ରାଣୀ ଅଭିମାନରେ ଲୁଚି ଯାଇଛନ୍ତି। ସାରା ଦୁନିଆରେ ଶୁଷ୍କତାର ପରିବେଶ। ଗ୍ରୀଷ୍ମର ପ୍ରଭାବରେ 44 ଡିଗ୍ରୀରୁ ଅଧିକ ତାପମାତ୍ରାରେ ଜଳୁଛି କେନ୍ଦୁଝର ମାଟି। ଡହଡହ ଖରାରେ ରାସ୍ତାଘାଟ ଶୂନଶାନ୍। ଡହଳ ବିକଳରେ ଜୀବଜଗତ। ରାତି ପାହେ ସକାଳ ହେଲେ ଲୋକମାନେ ନିଜ ନିଜ କାମଧନ୍ଦାରେ ବାହାରି ଯାଆନ୍ତି। କିନ୍ତୁ ସକାଳ 9ଟା ବାଜିଲା ପରେ ଦେହରୁ ବାହାରି ଆସେ ଗମଗମ ଝାଳ। ଅସହ୍ୟ ଖରାର ପ୍ରଖର କିରଣ ଗ୍ରାସ କରିବସେ ଜୀବଜଗତକୁ। ନିର୍ଦ୍ଦୟ ସୂର୍ଯ୍ୟଦେବ ନିଆଁର କିରଣ ବିଛେଇ ଦେଇ ଛଟପଟ କରିଦେଉଛି ଜନଜୀବନକୁ। କାଳରୂପୀ ହୋଇ ସତରେ ଯେମିତି ନିଆଁରେ ପୋଡ଼ି ପାଉଁଶ କରିଦେବ ନିଷ୍ଠୁର ସୂର୍ଯ୍ୟଦେବ। ତାପମାତ୍ରାରେ ରେକର୍ଡ ସୃଷ୍ଟି କରିଛି ଏହି କେନ୍ଦୁଝର ମାଟି। ସୂର୍ଯ୍ୟର କରାଳ ରୂପ ଆଜି ସତରେ ଗ୍ରାସ କରି ବସିଛି। ସବୁଜ ବନାନୀର ସୁନ୍ଦର ପରିବେଶକୁ ଗଛ କାଟି ନିର୍ଦ୍ଦୟ ଭାବେ ନଷ୍ଟ କରିଦେଇଥିବା ଯୋଗୁଁ ଆମ ଉପରେ ଅଭିମାନ କରି ବର୍ଷାରାଣୀ କେଉଁଆଡ଼େ ଲୁଚି ଯାଇଛନ୍ତି। ନିଷ୍ଠୁର ହୋଇ ଅବାଧରେ ଗଛ କାଟି ନଷ୍ଟ କରିଥିବା ଯୋଗୁଁ ଆଜି ଆମକୁ ଏହି ଦଶା ଭୋଗିବାକୁ ପଡ଼ୁଛି। ଏସବୁ ଆମେ ଜାଣି ମଧ୍ୟ ଅଜଣା ହୋଇ ରହିଥିବା ଯୋଗୁଁ ଏହାର ପରିଣାମ ଆମକୁ ଭୋଗିବାକୁ ପଡ଼ୁଛି। କେତେଦିନ ଆଉ ଜଳିବ ଏ ମାଟି? ଡହଡହ ଖରାରେ ଆଉ କେତେଦିନ ସିଝୁଥିବ ଏ ଜୀବଜଗତ? ପାଣି ଟୋପାଏ ମଧ୍ୟ ପିଇବା ପାଇଁ ମିଳୁନଥିବା ବେଳେ ଚତୁର୍ଦ୍ଦିଗ ଜଳଶୂନ୍ୟ। ମରୁଭୂମିର ଭ୍ରମ ସୃଷ୍ଟି କରି ଜିଅନ୍ତା ଜୀବନ ଜଳିଯାଉଛି ସୂର୍ଯ୍ୟଙ୍କ ଅଗ୍ନିବର୍ଷାରେ। ବର୍ଷା ହେବା ତ ଦୂରର କଥା, ବର୍ଷାର ସନ୍ଧାନ ବି ମିଳୁନାହିଁ। ତ୍ରାହି ତ୍ରାହି ଡାକ ଦେଲେଣି ପଶୁପକ୍ଷୀ। ଛଟପଟ ହେଲେଣି ମାନବ ସମାଜ। କେବେ ଯିବ ଖରାର ପ୍ରକୋପ, ଆଉ କେବେ ଆସିବ ବର୍ଷାରାଣୀର ମୁଷଳଧାରାର ବର୍ଷା? ସେହି ଅପେକ୍ଷାରେ ସାରା ଜୀବଜଗତ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।